ଜୀବନୀ ଗ୍ରନ୍ଥ, ବେଶ ଓଜନିଆ, ବେଶ ବଡ ବହି। ତାର ଛତ୍ରରେ ସେ ପ୍ରମାଣ ଅରବିନ୍ଦ ଯୁଗାବତାର ବୋଲି କହୁଛୁ, ଯେତିକି କଷ୍ଟ ସେ ସହ୍ୟ କରିଛନ୍ତି। ତାକୁ ଅବତାର ସମୟ ନାହିଁ, ଆପଣ ମାନେ ମନେ ପକାନ୍ତୁ। ଥିଲାବେଳେ ଚିନ୍ତା କରନ୍ତୁ, ଖାଲି ମୁଖ୍ୟମନ୍ତ୍ରୀ ଯୋଉ କାରା ଯିବ, ଅଛି ଆମ ଭିତରେ ଏମିତି କେହି ବର୍ତ୍ତମାନ ଅସହାୟ କଟିଗଲା କି? ତେଣୁ ଗୋଟିଏ କହୁଥିଲେ, ଚିନ୍ତା କରନ୍ତୁ, ଦୁଇଟି ବଡ କଷ୍ଟରେ ଦୁଇଟି ମହମବତୀ ଯୋଗାଡ ହଉଥିଲା। ଗୋଟିଏ ମହମବତୀ ଜାଳି ଦିଆଯାଉଥିଲା, ରବୀନ୍ଦ୍ର ନୀରବରେ ବସିକିରି ଯାହା ରୋଷେଇ କରିଦଉଥିଲେ ସେମାନେ, ଗୋଟିଏ ତରକାରୀ, କିଛି ଭାତ, ପଗଡା ଭାତକୁ ଖାଇଗଲା ପରେ ବାକି 11 ଜଣ 12 ଜଣ ବସିକରି ଆଉ ଗୋଟେ ମହମବତୀ ଜାଳି ଦେଇକରି ତା ଚାରିପଟେ ବସି ଖାଉଥିଲେ। ଆମ କଷ୍ଟ କଣ? ଏସବୁ କଷ୍ଟ ଠାରୁ ଅଧିକ ଖାଲି ଏଇ କଥା ନୁହେଁ, ଆହୁରି ମନେ ପକେଇବା। ସେମିତି ଯେତେବେଳେ ରାମନବମୀ ଆସେ, ସେଇଦିନ ବି ଗୋଟେ ଜାଗାରେ ସେମିତି ଟିକେ ଆଲୋଚନା କରିବାକୁ କହିଥିଲେ। ମୁଁ ସେଇ କଥା କହିବି ଯେ ଆମେ ସମସ୍ତେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ଭଗବାନଙ୍କର ଅବତାର, ଏବଂ ଯେମିତି କୃଷ୍ଣ ଦ୍ୱାପରରେ ଆସିଥିଲେ, ସେ ଯେମିତି ତ୍ରେତୟାରେ ଆସିଥିଲେ, ସେ ତ ସ୍ୱୟଂ ଭଗବାନ। ଚିନ୍ତା କରନ୍ତୁ ତ, କି କଷ୍ଟ ସେ ନ ସହିଲେ। ବନବାସ ସମୟର ଦୁଃଖ, ରାବଣ କର୍ତ୍ତୃକ, ସୀତା ହରଣ, ଯୁଦ୍ଧ, ତାପରେ ଆସିକିରି କେତେ ଦିନ ଶାନ୍ତିରେ ରହିଲେ ଯେ ପୁଣି ଲୋକଙ୍କ କଥାରେ ସ୍ତ୍ରୀଙ୍କୁ ବନବାସ କରିବାକୁ ଚିନ୍ତା କରନ୍ତୁ। ଆମେ ମଣିଷ ମାନେ ସେଇ ତୁଳନାରେ ଏତେ ବେଶୀ ଅସହିଷ୍ଣୁ କାହିଁକି ହଉଛି? ଏବଂ ଏ ଅସହିଷ୍ଣୁତାର ସ୍ୱରୂପ ଆଜିକାଲି ଏକଦମ ବଦଳି ଯାଇଛି। ଆରମ୍ଭରେ ମା କହୁଛନ୍ତି, ଦେଖ, ସହିଷ୍ଣୁତା ଯେପରି ସର୍ବଦା ତୁମର ସ୍ମରଣରେ ରହେ। Let endurance be your watchword. ମଣିଷ ଆମେ ସବୁ ଏମିତି ହେଲୁଣି, ନା ଖରା ସହିପାରୁଛୁ, ନା ବର୍ଷା ସହିପାରୁଛୁ, ନା ଶୀତ ସହିପାରୁଛୁ। ଟିକେ ଖରା ହେଲେ ମା, ଟିକେ ବର୍ଷା ହେଲେ ମା, ଶୀତ ହେଲେ କି ଶୀତରେ ପ୍ରଭୁ ଆମେ ସବୁ ଆଗରୁ ପାଠ ପଢୁଥିଲୁ,
ଚିନ୍ତା କରନ୍ତୁ ତ, ପାଠ ପଢିବାକୁ ଯାଉଥିଲୁ, ସ୍କୁଲରେ କଲେଜରେ କିଏ ଫ୍ୟାନ ଦେଖିଥିଲୁ ଆମେ? ଏବେ ସବୁ ଫ୍ୟାନ ହେଲାଣି, ଆମ ପିଲାଙ୍କ ପାଇଁ ଏବେ ଏସି ହେଲାଣି। ବାପା, କ୍ଲାସରୁମ ପୁଣି ଏସି। ଯେତେବେଳେ କଥା ଭାବି ହଉଥିଲା, ପିଣ୍ଡାରେ ବସିକିରି ମାଟି ରେକିରି ଚଖଡି ଟେଳାଟେ ନେଇକିରି ବୁଲେଇକିନି ଅକ୍ଷର ଶିଖା ହଉଥିଲା, ସେଇ ଥିଲା ସିଲଟ। ଖାଲି ପାଦରେ ଲୋକ 10, 20, 25 ମାଇଲ ଚାଲି ଯାଉଥିଲେ। ଚିନ୍ତା କରନ୍ତୁ ତ। ତେଣୁ ଏ ସହିଷ୍ଣୁତା ଗଲା କୁଆଡେ ମଣିଷ ଭିତରୁ? ଅନ୍ତରିତ ହେଇଗଲା କି? ମା କହୁଛନ୍ତି ତୁମ ପ୍ରାଣ ସତ୍ତାରେ ଥିବା ଜୀବନୀ ଶକ୍ତିକୁ ଏଇ କଥା ଶିକ୍ଷା ଦିଅ ଯେ, ଆଗେ ଶିକ୍ଷା ଦବା କଥା, ଏତିକି ବୁଝିବା। ଅସହିଷ୍ଣୁ କିଏ ହୁଏ ଆମ ଭିତରେ? ପୁଣି ନିଜ ଭିତରକୁ ଅନେଇବା, ଦେଖିବା ଆମ ଭିତରେ ଆମେ କିଏ? ବାହ୍ୟିକ ଭାବରେ ଯଦି ଦେଖିବା, ଆମେ ଏକ ଶରୀର। ମରୁତ୍ବ୍ୟମ ପଞ୍ଚମହାଭୂତରେ ଗଢା। ଏ ଶରୀର ଭିତରେ ପ୍ରାଣ ସତ୍ତା ଏବଂ ମନ ସତ୍ତା ମାନେ ବିକଶିତ। ଚୈତ୍ୟ ଓ ଆଧ୍ୟାତ୍ମିକ ସତ୍ତା ଏଗୁଡିକ, ଚୈତ୍ୟ ଓ ଆଧ୍ୟାତ୍ମିକ ସତ୍ତା ଏଗୁଡିକ ବ୍ୟକ୍ତିର ଆଗ୍ରହ ଅନୁସାରେ କାହା ଭିତରେ କେତେ କେତେ ମାତ୍ରାରେ ପ୍ରଭାବ। ଚିନ୍ତା କରିବା। ବିକ୍ଷୋଭ କିଏ କରେ? ପ୍ରାଣ ସତ୍ତା ବିକ୍ଷୋଭ କରେ। ଏ ପ୍ରାଣ ସତ୍ତାର ସ୍ୱରୂପକୁ ଜାଣିବା। ପ୍ରାଣ ସତ୍ତା ସୁଶିକ୍ଷିତ ନହେଲେ, ମାର୍ଜିତ ନହେଲେ, ଅନୁଭୂତିଶୀଳ ନହେଲେ, ମଣିଷ ଭିତରେ ଥାଇକି ବି ସେ ପଶୁବତ୍ ଆଚରଣ କରେ। କିଏ? ମଣିଷ। ସେଥିପାଇଁ ତାକୁ ଶିକ୍ଷା ଦେବାକୁ ପଡେ, ସୁରୁଚି ସମ୍ପନ୍ନ କରିବାକୁ ପଡେ, ଯାହା ଫଳରେ ଏହାର ପ୍ରଚଣ୍ଡତା, ପାଶବିକତା ତାକୁ ଜୟ କରାଯାଇପାରେ, ରୂପାନ୍ତରିତ କରାଯାଇ ତାର ଅଶୁଦ୍ଧି, ଅଜ୍ଞାନତା ଆଉ କୁରୁଚିକୁ ରୂପାନ୍ତରିତ କରାଯାଇପାରେ। କେତେ ଭାବରେ ମା ବତେଇଛନ୍ତି ଯେ ଯୋଉ ପ୍ରାଣ ସତ୍ତା ନା, ଯେ ଆମ ଭିତରେ ଗୁଡ୍ ସର୍ଭେଣ୍ଟ, ବଟ୍ ଭେରି ବ୍ୟାଡ ମାଷ୍ଟର। ବୁଝିପାରୁଥିବା ଆମେ ତାକୁ ଲଗେଇକିରି କେତେ କାମ କରିହବ, ସେ ଏକ ଶକ୍ତିର ଉତ୍ସ। ଯଦି ଚାଲିବା, ଏଇ ଯୋଉ କହନ୍ତିନି ମାଙ୍କଡ ହସ୍ତେ ଶାଳଗ୍ରାମ, ନଚାଇ ନେବ ପ୍ରାଣ, ସେଇ ଅବସ୍ଥା ହବ। ତେଣୁ ତାକୁ ଶିକ୍ଷା ଦେବାକୁ ହବ, ଭିତରକୁ ଅନେଇବାକୁ ହବ। ପ୍ରାଣ ସତ୍ତାର ଉତ୍ସ, ଆମ ସମସ୍ତ ଶକ୍ତି ସାମର୍ଥ୍ୟର ସେ ହଉଛି ଉତ୍ସ। ତାକୁ ଛାଡିଦେଲେ ହବନି, ସେଥିରୁ କ୍ଷାନ୍ତ ହେଲେ ହବନି। Must be taught. Teach life force in you, your vital being. But to complain, but to put up with ମାନେ ସହିବା, ଯେ ସେ କ୍ରମ୍ବଲ କରିବନି, but to put up with all the conditions necessary for great achievement. କହୁଛନ୍ତି ତାକୁ ଶିକ୍ଷା ଦିଅ, ସେ ଯେପରି କୌଣସି କଥାରେ ଅଭିଯୋଗ ନ କରେ, ସେ ଛିଦ୍ରାନ୍ୱେଷୀ ଦେଖେ, ଆଉ କାହାକୁ
ବେଶୀ ଦିଆଗଲା, ମତେ କମ ଦିଆଗଲା। ଏଇଠୁ ଆରମ୍ଭ କରି ସବୁ ପ୍ରକାର ପାତର ଅନ୍ତର ସେ ଦେଖେ। କ୍ରୋଧ ରୂପରେ ଆସେ, ରୂପରେ ଆସେ, କ୍ରୋଧ ରୂପରେ ଆସେ, ଈର୍ଷା ପୁଣି ଫୋନ ଆସିଲାଣି, କଣ କରିବା, ଅଛି ନା ଚାଲିଗଲା ନା ଅଛି। ତେଣୁ ସେ କ୍ରୋଧ ରୂପରେ ଆସେ, ଈର୍ଷା ରୂପରେ ଆସେ, ଘୃଣା ରୂପରେ ଆସେ। ଯେତେବେଳେ ରୂପାନ୍ତରିତ ହେଇନଥାଏ, ନେଗେଟିଭ ଥଟ୍ ସବୁ ଆମ ଭିତରେ କାମ କରୁଥାଏ, ଆମେ ସାବଧାନ ରହିବା। ମା କହୁଛନ୍ତି ତାକୁ ଶିକ୍ଷା ଦିଏ, ସେ ଅଭିଯୋଗ ନ କରୁ, ବରଂ ଏକ ବିଶେଷ ସିଦ୍ଧି ଲାଗି ଯାହା ଆବଶ୍ୟକ ତାହା ଯେପରି ସଜାଡି ରଖେ। ଯେତେବେଳେ ଦେଖିଥିବେ ଗାଁ ଭୂଇଁରେ ଏମିତି ଜଣେ ଜଣେ ଥାଆନ୍ତି, ଜଣେ କଣ ଆଜିକାଲି ତାଙ୍କ ସଂଖ୍ୟା ବଢିଗଲାଣି, ଯେମିତି ସମସ୍ୟା ବାହାରେ ବାହାରେ ଚାଲି ଯାଉଥିବ, ତାକୁ ଡାକି ଆଣନ୍ତି ଘରକୁ, ଫୁସଲା ଫୁସଲି କରି, ଇଏ ଏମିତି କଲା, ସିଏ ସେମିତି କଲା କରି ଶାନ୍ତି ଭଙ୍ଗ କରନ୍ତି। ତାଙ୍କୁ ଶିକ୍ଷା ଦେବାକୁ ପଡେ। ତାଙ୍କ କଥା ଟିକେ ଚୁପ ରହରେ ବାବୁ, ହେଲା ତ କଥା ବୁଝିବା ଏବଂ ଶୁଣ। ଯଦି ନୀରବ ନ ରହିବୁ ତାହେଲେ ଯୋଉ ବିରାଟ କାର୍ଯ୍ୟ ହବାର ଅଛି ତାହା ହେଇପାରିବ ନାହିଁ। ଏଇଭଳି ତାକୁ ଶିକ୍ଷା ଦେବାକୁ ପଡେ। ଏଟା କଣ ନା, ବରଂ ଏକ ବିଶେଷ ସିଦ୍ଧି ଲାଗି ଯାହା ଆବଶ୍ୟକ ତାହା ଯେପରି ସଜାଡି ରଖେ। Condition necessary for great achievement. କହୁଛନ୍ତି ସହିଷ୍ଣୁତାର ସାର କଥା କଣ? ସାର କଥା ହେଲା ତମ ପ୍ରାଣ ଶକ୍ତିକୁ ତାର ଅହଙ୍କୈନ୍ଦ୍ରିକ ଭଲ ଲାଗିବା ବା ନ ଲାଗିବାରୁ ନିଜକୁ ମୁକ୍ତ ରଖିବା। ଦେଖନ୍ତୁ, ଏ ଗୋଟିଏ ଜିନିଷକୁ ଯଦି ଆମେ ପ୍ରକୃତରେ ବୁଝିକି ତାକୁ ହାସଲ କରିବା ନା ଭାଇ ଭଉଣୀ ମାନେ, ମୋ ଜୀବନର କଣ କହିବି 80 ନୁହେଁ 90% ପ୍ରୋବ୍ଲେମ ପଳେଇଯିବ। ଅହଙ୍କୈନ୍ଦ୍ରିକ ଭଲ ଲାଗିବା ବା ନ ଲାଗିବା, ଆମର ଖାଦ୍ୟ, ବସନ ଏବଂ ଭବନ, ଘର ଏସବୁ ଆମର ରୁଚି ଉପରେ। ଏ ରୁଚି କୋଉଠୁ ଆସୁଛି? ଏଇ ଯୋଉ ରୁଚି ଗୁଡିକ ବିକୃତ ନା ଅବିକୃତ? ମୁଁ ଯାହା ଜାଣିଛି ଠିକ ଜାଣିଛି କି? ଏସବୁ କଥା ଟିକେ ଭାବିବା। ଏଇ ଯେତେବେଳେ ମୁଁ ଯାହା କହୁଛି ଠିକ କହୁଛି, ଖାଦ୍ୟ ବିଷୟରେ ମୋର ଧାରଣା, କାର୍ଯ୍ୟ ବିଷୟରେ ମୋର ଧାରଣା, ଏବଂ ସେଇ କଥା ଗୁଡିକୁ ଜାହିର କରିବା ହେଲା ଅହଙ୍କୈନ୍ଦ୍ରିକ ଭଲ ଲାଗିବା ବା ନ ଲାଗିବା। ଏଇଥିରୁ ମୁକ୍ତ ରଖିବାକୁ କୁହାଯାଉଅଛି। ପ୍ରକୃତରେ ଆମ ଭିତର ଅସମତା, କ୍ଷୋଭ, ଏଇ ରୂପାନ୍ତରିତ ପ୍ରାଣ ହିଁ ଆଣିକିରି ପହଞ୍ଚେଇ ଦିଏ। ଆମେ ବୁଝିବା ଭଲ କଣ କରେ ସେ? The very essence of endurance is that the vital should learn to give up its capricious lives. Capricious ହଉଛି ଖିଆଲି। ଅଦ୍ଭୁତ ଭାବରେ ମତେ ନା ଏମିତି ଖାଇବାକୁ ଭଲ ଲାଗେନି, ଏମିତି ଖାଇବାକୁ ଭଲ ଲାଗେ। ଆପଣ ଦେଖିବେ କେତେ ଜଣ ବସି ଖାଉଛନ୍ତି, କିଛି ଲୋକ ଥିବେ କିଛି କହିବେନି, ନୀରବରେ ଆନନ୍ଦରେ ବସି ଖାଇବେ। କିନ୍ତୁ କେତେ ଜଣକୁ ଆପଣ ପାଇବେ ନା ଏଇଟା ଟିକେ ଅଲଣା ହେଇଯାଇଛି, କିଏ କହିବ ଏଇଟା ଟିକେ ଲୁଣିଆ ହେଇଯାଇଛି, କିଏ କହିବ ଆଉ ଟିକେ ହେଲା ପତଳା ହେଲା, ଇତ୍ୟାଦି ଇତ୍ୟାଦି। ଭାତଟା ଟାଣ ହେଇଗଲା, ଲାଇକ ଦିସ୍। ରୁଟିଟା କଣ ଚେମଡିଆ ଲାଗୁଛି, ଲାଇକ ଦିସ୍। ଉତ୍ସର୍ଗ କରିବା ସେମାନେ ଜାଣନ୍ତି ନାହିଁ, ସେମାନଙ୍କ ଭିତରେ ସହିଷ୍ଣୁତା ନଥାଏ। ସବୁ
सबू कथा उपरे से टिप्पणी दियंती। ये होची अहंकेन्द्रिक भल लगिबा बा न लगिबा, ये होची प्राण शक्तिर खोई। एथिरो मुक्त रखिबा एवं जेकोसी संकट परिस्थिति रे निज भितरे जेपरि हो एक समता बजाय रखिबा। ये समतार अर्थ कौन? Appreciate likes and dislikes and preserve an equanimity in the midst of the most trying conditions. जेकोसी परिस्थिति ये समता कौन? इक्वानिमिटी। इक्वानिमिटी भाई बोल माने महत्तर जिनिस। सबू धर्म रे उनादिक से विषय कहा जाय छि गीता रे तो केते भाग रे कहा छि। जेते कहा जाउ छि एसो विघ्न मना एसो विद पशु इतराग भय होत सरदा भोल भाई टिके साउंड कम होची। साउंड कम होची। हां टिके देखुन तो। अच्छा हम देखुछि। तेणु एई होची कथा। तेणु आमे टिके बुझिबाकू चेष्टा करिबा, निजकू विश्लेषण करिबा, देखिबा जे आम भीतर बहुत बढ़िया जो प्राण सत्ता से वास्तव में केते शिक्षित। धीरेन्द्र भाई टिके धरिले मिनटिए अध मिनटिए धीरेन्द्र भाई टिके किछि कुहंतु। आज चिरंतनी रे चली जहा आलोचना आमर रवि भाईंकर जे सहिष्णुतार कथा प्रकृत रे आमे केते सही पारू ताहा ही आमर ये युग जीवन रास्तार असल कथा। आमे टिके कौन हेले केते कंप्लेन करी पकू, केते चिंता प्रकट करू, केते प्रकार समस्या ठिया कर दो, किंतु माँ कहूले जे एकमात्र मोर संतान जे कि नवीनकांत गुप्त एकमात्र सही संतान जे कि दिने केबे कंप्लेन करी नहीं। डिवाइन चाइल्ड दिने केबे से कंप्लेन करी नाहंती, किंतु आमर साधारण जीवन ठारू आरंभ कले ये कंप्लेन सब थाए। एमती कहीं केला सेमती कहीं केला सेमती कहीं केला सेमती कहीं केला। तेणु पत्थर परी जदि जने सही पारे ताहले तार अग्रगति त्वरान्वित निश्चित। तेणु जे सही न पारे से नाश हुए। तेणु बहु परीक्षा बहु बाधा ताको अतिक्रम करने को पड़े। जे साधारण भाव में बाधा तो आसीबो विरोधी शक्ति पाखरु, पुणी विभिन्न सत्ता माने परीक्षा करती, देवता माने परीक्षा करती एवं सुप्रीम मध्य से परीक्षा करती। तेणु सुनारे जमती नियारे जमती सुना को पकई घंटी ताको पिटी पिटी सी सुनारी जमती सुंदर अलंकार प्रस्तुत करे, सेमती माँ आमको प्रस्तुत करेंगे। से प्रस्तुति आरंभ हो जाए। आमे जेबे ठारू
ମାଙ୍କ ପାଖରେ ନିଜର ସମ୍ମତି ଜଣେଇଛୁ, ମାଙ୍କ ପାଖରେ ଆମ ହୃଦୟର ଆକୁତିକୁ ନିବେଦନ କରିଛୁ, ମାଙ୍କୁ ଗ୍ରହଣ କରି ନେଇଛୁ। ସେବେଠୁ ମା ତାଙ୍କର କାର୍ଯ୍ୟ ନିଶ୍ଚିତ ଭାବରେ ଆରମ୍ଭ କରିଛନ୍ତି। ତେଣୁ ଯେମିତି ଜଗନ୍ନାଥ ତିଆରି ହଉଥିଲେ କିନ୍ତୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ମନ୍ଦିର ଖୋଲି ଦିଆଗଲା। ଜଗନ୍ନାଥ ରହିଗଲେ ଅର୍ଦ୍ଧ ଗଢା ହେଇ। ତେଣୁ ମା ଆମକୁ ଖଣ୍ଡିଆ ହେଇକରି। ହଁ ଭାଇ, ସରି ଅନଏଭଏଡେବଲ ସିଚୁଏସନ, ଆଉ କଣ କରିବେ। ଆଉ ଭାଇଙ୍କୁ ଧନ୍ୟବାଦ, ମୁଁ ଟିକେ ରହିପାରିଲିନି। ତେଣୁ ଏଇ ଯୋଉ କଥା ଗୁଡିକ ଦେଖିବା ଭାଇ ମାନେ ଏଇଟା କାହିଁକି ଏମିତି ହଉଛି। ସେଇ ଯୋଉ କଥା କହିଲେ ଭାଇ ଯେ ସବୁବେଳେ ବିରୋଧୀ ଶକ୍ତି ତ ଲାଗିଥାନ୍ତି ଆମକୁ ହଇରାଣ କରିବା ପାଇଁ, କିନ୍ତୁ ଆମେ ଯଦି ସଶକ୍ତ ରହିବା ଯେ ଆମ ଭିତରୁ ପଶିବେ କେମିତି। ଆମେ ଆମର ଭିତର ଯେମିତି ବାହାର ଆମର ଚୋର ଦେଖିକରି ଚୋର ଆସେ, ଆଗେ ସନ୍ଧାନ ନିଏ ତାପରେ ଆସେ, ଠିକ ସେମିତି ଆମ ଭିତରର କୋଉ ଅଂଶ ଦୁର୍ବଳ ତାକୁ ଆଧାର କରେ। ଏବଂ ବିଶେଷ କରି ଏ ପ୍ରାଣ ଶକ୍ତି ଯଦି ଏହା ରୂପାନ୍ତରିତ ହେଇନଥାଏ, ତାର ମୂଳ ଉତ୍ସ ସହିତ ସଂଯୋଜିତ ହେଇନଥାଏ, ତାହେଲେ ଏ ସମତା ରହେ ନାହିଁ। ସେଇ କଥା କହୁଛନ୍ତି। ଆମେ କାହିଁକି ଅସ୍ଥିରଚିତ ହେଇଯାଉଛୁ, ସମତା ପଳେଇ ଯାଉଛି କେମିତି, ସେଇ କଥା କହୁଛନ୍ତି। ଯଦି ତୁମକୁ କେହି ଅତ୍ୟନ୍ତ କର୍କଶ ବ୍ୟବହାର ଦେଖାଏ କିମ୍ବା ଅସ୍ୱସ୍ତି ଭାବକୁ ଦୂର କରିବା ପାଇଁ ଯଦି ତୁମ ନିଜ ଭିତରେ କୌଣସି ଶକ୍ତି ସାମର୍ଥ୍ୟ ଖୋଜି ନ ପାଅ, ଏଇଟା ଇମ୍ପୋର୍ଟାଣ୍ଟ। ଦେଖନ୍ତୁ, ଜଣେ ବ୍ୟବହାର କଲା ଖରାପ ବ୍ୟବହାର, ଆମେ କେତେ ପ୍ରକାର ଲୋକ ପାଇଛୁ, କେତେ ପ୍ରକାର, ଅନ୍ତତଃ 3 ପ୍ରକାର ଲୋକ ପାଇବା। କିଛି ଗୋଟିଏ ବର୍ଗର ଲୋକଙ୍କୁ ପାଇବା, ଗୋଟେ ଚାପୁଡା ମାନେ 2 ଚାପୁଡା ଖସିଦବ ବାସ୍। କଣ ତୁ ଭାବୁଛୁ ବା? ଆମ ଗାଁ କଣ ସେଟା, ଆମ ଘର ହାଲଚାଲ ଗୋପାଳ ପ୍ରହରା, ଯଦି ଆପଣ ମାନେ ପଢିବେ ଯେ ସେଇ କଣ ଏକୁଟିଆ ଡେସ୍ ପିଲା, ମୁଁ କଣ ଏତେ ଡେସ୍, ଏସବୁ ଶବ୍ଦ ଲେଖା ହେଇଛି, ତେଣୁ ମୁଁ ଛାଡ଼ିବି ନାହିଁ। ବାସ୍ ଏ ପ୍ରକାର ପାଇବା। ଗାନ୍ଧୀଙ୍କ ଭଳିଆ ଲୋକ ପାଇବା, ତାଙ୍କ ସଂଖ୍ୟା ବହୁତ କମ, ଏବେ ନାହିଁ କହିଲେ ଚଳେ। କି ଗୋଟିଏ ଗାଲ ମାରିଲେ ଆଉ ଗୋଟିଏ ଗାଲ ଦେଖେଇଦବ। ଆଉ ମଝିକା ଯେ ନିରବରେ ସରିଯିବା। ପ୍ରକୃତରେ ଯିଏ ଜୟ କରିଥାଏ ନା ଯିଏ ସହିଯାଏ, ସେ ଜୟ କରିଥାଏ। ଅର୍ଥାତ୍ ଭିତରର ସମତାଟାକୁ ସେ ନଷ୍ଟ କରେ ନାହିଁ, ସମତାଟାକୁ ବଜେଇ ରଖେ। ଠିକ ମା କହୁଛନ୍ତି, ଯଦି ତୁମକୁ କେହି କର୍କଶ ବ୍ୟବହାର ଦେଖାଏ କିମ୍ବା ଅସ୍ୱସ୍ତି ଭାବକୁ ଦୂର କରିବା ପାଇଁ ଯଦି ତୁମେ ତୁମ ନିଜ ଭିତରେ କୌଣସି ଶକ୍ତି ସାମର୍ଥ୍ୟ ଖୋଜି ନ ପାଅ, ଆମେ କାହିଁକି ଅସ୍ୱସ୍ତି ଅନୁଭବ କରୁ ନା ନିଜ ଭିତରେ ମୋର କଣ ସବୁ ହେଇଯାଉଛି। ସେ ଲୋକଟା ଏମିତି କହିଦେଲା, ଯଦି ମୁଁ କହେ ହଉ ହେଲା, ଆଜି ଏମିତି କହିଲା, କାଲି ସେ ଭଲ କରି ବୁଝିବ, ମୋର ସେଥିରେ କଣ ଛାଡ଼, କ୍ଷମା କରିଦେବା, ମୁଁ କାହିଁକି କରିବି, ବା ମୋର କଣ ହତ କୋଉଠି ଭୁଲ ଥିବ, ଛାଡ଼। ଏଇ ହଉଛି ସମତା ବଜାଇ ରଖିବା କଥା। ତାହେଲେ କଣ ହବ, ତଥାପି ତୁମେ ଖୁସମିଜାଜ ରହିବାକୁ ଚେଷ୍ଟା କର। ହଉ ହେଲା, ଦେଖିବା କଣ ହଉଛି। କିନ୍ତୁ ଆଜିକାଲି ଦେଖିବେ ଲୋକମାନଙ୍କର ମୋଟେ ଧୈର୍ଯ୍ୟ ନାହିଁ। ଆତ୍ମ ଅବଲୋକନ କରିବା, ନିଜ ଭିତରକୁ ଟିକେ ଅନେଇବା, ନା ସେଗୁଡା ନାହିଁ। ଯେମିତି ମା କହୁଛନ୍ତି, ନିଜକୁ ସେଇ କଥାରେ ଉତ୍ପୀଡିତ ହେବାକୁ ଦିଅ ନାହିଁ। When you are treated roughly by somebody or you lack something which would relieve your discomfort, you must keep up cheerfully instead of letting yourself be disturbed. ତମେ କାହିଁକି ଡିଷ୍ଟର୍ବ ହଉଛ? ସେଥିପାଇଁ କହିଲେ ଆଚ୍ଛା ତମେ ଡିଷ୍ଟର୍ବ ହେଇଗଲ, ସେ ଲୋକ ଡିଷ୍ଟର୍ବ କଲା ନା ତମେ ଡିଷ୍ଟର୍ବ ହେଇଗଲ? 2ଟା ଘଟଣା ଘଟିଲା, ଅସମ୍ଭବ। ବୁଝିବା କଥାର ମର୍ମ।
ଯଦି ସ୍ଥିର କରିଥାଏ ସେ କଣ ଜାଣିଛି ସେଗୁଡା ସେ ବିଷୟରେ ତାକୁ ଜବାବ ଦବାର ବା କଣ ଅଛି, ସେ କଣ କହୁଛି କହୁ, ମୁଁ କଣ କଲି ମୁଁ ଡିଷ୍ଟର୍ବ ହେବି ନାହିଁ, ଇଏ ଗୋଟେ ଅବସ୍ଥା। କାହିଁକି କହିବ ନା ଆଉ ସେ ଏମିତି କହୁଥିବ। ଦେଖିବେ ଗାଁରେ ଯୋଉ ଫଳିତ କରାଳୁ ଏଇ ଯୋଉ ହଣା କଟା ହଉଛି, ପ୍ରତିଦିନ 2-4 ହଣା କଟା ଆପଣ ଦେଖିବେ, ତାର କାରଣ ହଉଛି ଲୋକଙ୍କ ଭିତରେ ଏଇ ସମତା ନଥାଏ ଏବଂ ସହିଷ୍ଣୁତାର ଅଭାବ। ସାମାନ୍ୟ ସାମାନ୍ୟ କଥାକୁ ନେଇକରି ଗାଡି କୋଉଠି ରଖିବ, କଣ ହବ, ଏଠି କାହିଁକି ରଖିବ, ସେ ତୁଆ ତୁଇ ହେଇକରି ସେ ତ ଭାଣିଦେବ, ଅସମ୍ଭବ କଥା। ମା କହୁଛନ୍ତି ନାଇଁରେ, ତମର ଖୁସିମିଜାଜଟାକୁ ତମେ ବଜାଇ ରଖିବାକୁ ଚେଷ୍ଟା କର, ନିଜକୁ ସେଇ କଥାରେ ଉତ୍ପୀଡିତ ହେବାକୁ ଦିଅ ନାହିଁ। Let nothing ruffle you the least bit, and whenever the vital tends to air its petty grievances, ଆମ ଭିତର petty grievances ଛୋଟ ଛୋଟ ବୁଝିଲେ ସାମାନ୍ୟ ଜିନିଷକୁ ନେଇକରି ବଡ କରିକିରି କିଏ ଥୁଏ ନା ଭାଇଟାଲ, କାରଣ ସେ ଭାଇଟାଲ ମୋଟେ ପ୍ରଶିକ୍ଷିତ ହେଇନଥାଏ। ଆମେ ଜାଣିନୁ ହାଉ ଟୁ ହ୍ୟାଣ୍ଡଲ ଆୱାର ଭାଇଟାଲ ବିଙ୍ଗସ। ସେ ହଉଛି ଆମର ଦୁଃଖ, ଆମ ଶିକ୍ଷାର ଅସୁବିଧା ସେଇଠି। ଯେତେବେଳେ ଦେଖିବ ଯେ ତୁମର ପ୍ରାଣସତ୍ତା ତାହାର ତିଳ ପ୍ରମାଣ ଅସୁବିଧାକୁ ତାଳ କରି ତୁମ ଆଗରେ ଥଉଛି, ତିଳ ତାଳ ଅର୍ଥ ବୁଝିପାରୁଥିବ, ଏତେ ଟିକେ କଥା ତାକୁ କେଡେ ବଡ କରି ମଣ୍ଡେଇ ବାପରେ ରଙ୍ଗ ଦେଇ କହୁଛନ୍ତି, ସେତେବେଳେ ତୁମେ ତହିଁରୁ ଟିକିଏ କ୍ଷାନ୍ତ ରହି ଭାବ ଯେ ମୁଁ ଜାଣିପାରୁଛି ବେଳେ ବେଳେ ଆମର କହନ୍ତି ଆମର ବେଗ, ଆମର ବିଭାବନା ହେଲା, ଦେଖିବେ ଛୋଟ ଛୋଟ ଲୋକମାନେ ସବୁ ଗାଁର ଲୋକ ଯାହା କହିଲେ ବି ସେମାନେ ଚାହିଁବେ ସେ ସିଚୁଏସନକୁ ସେଆଡକୁ ନେଇଯିବେ, କେମିତି ଛାଡ ମୁଁ ଆଉ କହିବି ନେଇ ଅନ୍ଦା କଟା କରି ବାପରେ କେତେ ଅଲଗା ଭାବରେ ସିଚୁଏସନ ଟାକୁ ଏମିତି ଗ୍ରିଭେସ କରି ପକେଇବେ ଯେ ଶୁଦ୍ଧ ଭୁଲ କରୁଥିବେ, କିନ୍ତୁ ପରିସ୍ଥିତିକୁ ସେମାନଙ୍କ ଆଡକୁ ନିୟନ୍ତ୍ରିତ କରି ନେଇଯାଆନ୍ତି। ସାବଧାନ, ଏ ହଉଛି ପ୍ରାଣସତ୍ତାର କାମ, ଅବିକଶିତ ଅରୂପାନ୍ତରିତ ପ୍ରାଣସତ୍ତା। ମା କହୁଛନ୍ତି ସେତେବେଳେ ତମେ ତହିଁରୁ ଟିକେ କ୍ଷାନ୍ତ ରହି ଭାବ ଯେ ଏ ଦୁନିଆରେ ଅଗଣିତ ନରନାରୀଙ୍କର ଦୁଃଖ ପାହାଡ ପାଖରେ ତୁମର ଏଇ ଦୁଃଖଟି ବା ଅସୁବିଧାଟି କେଡେ ସାମାନ୍ୟ, ଏତେ ସାମାନ୍ୟ। ଦେଖନ୍ତୁ, and whenever the vital tends to air its petty grievances with a pompous exaggeration, just stop to consider how very happy you are compared to so many in this world. କହୁଛନ୍ତି ଥରେ ଭାବି ଦେଖ, ହେଲା ଏ ଦୁନିଆର ଅଗଣିତ ତୁମର ଏଇ ଦୁଃଖଟି ବା ଅସୁବିଧାଟି କେତେ ସାମାନ୍ୟ, ଏହା ଅନୁଭବର କଥା ଭାଇ ଭଉଣୀ, ଚିନ୍ତା କର। ପ୍ରକୃତରେ ଯେମିତି କହୁଥିଲି, ଭାବିବା ଦେବକୀଙ୍କ ଦୁଃଖ, ବସୁଦେବଙ୍କ ଦୁଃଖ, ରାମଚନ୍ଦ୍ରଙ୍କର ଦୁଃଖ, ପ୍ରଭୁଙ୍କର ରବୀନ୍ଦ୍ରଙ୍କର ଦୁଃଖ, ସେ ସବୁ ଦୁଃଖ ତୁଳନାରେ ଆମ ଦୁଃଖ ବହୁତ ବେଶୀ। କାହିଁକି ଆମେ ଅସହିଷ୍ଣୁ ହେଇ ପଡୁଛୁ ଏବଂ ଅସହିଷ୍ଣୁ ହେବା ଫଳରେ ଜାଣିଛନ୍ତି ପ୍ରଥମତଃ ସ୍ପାଜମ ହେଇକି ବ୍ଲଡ, ଯୋଉମାନେ ସବୁ କଣ ଫିଜିଓଲୋଜି ବିଷୟରେ ଭଲ କରି ଜାଣିଛନ୍ତି, ବ୍ଲଡ ସର୍କୁଲେସନ ଅଧିକ ହେଇକିରି ହେଲା କେତେ ଅଲଗା କଥା ସବୁ ଘଟିଯାଏ। Why? ଆମେ ଏହାକୁ କରିବୁ କାହିଁକି? ଆମେ କାହିଁକି ଆମର ସମତା ଭିତରେ ହରଉଛୁ? ମା କହୁଛନ୍ତି ରିଫ୍ଲେକ୍ଟ ଫର ଏ ମୋମେଣ୍ଟ ଅନ୍ ହ୍ୱାଟ ଇଜ soldiers who fought in the last war had to go through. ଗୋଟେ ବହି ସେଦିନ ଜାଣି ଆପଣ ମାନେ ଏ ବିଷୟରେ ଜାଣିଥିବେ କି ଶୁଣିଥିବେ, ଜଣେ ଇଂଲଣ୍ଡର ଜଣେ ସୈନିକ ଯୁଦ୍ଧ ଭୂମିରେ ତାଙ୍କର ଅନୁଭବ ହେଇଛି ଯେ ସେ ଚିହ୍ନି ପାରୁଛନ୍ତି ଜଣେ ପୁରୁଷ ଶକ୍ତି, ଜଣେ ନାରୀ ଶକ୍ତି, ଏବଂ ପୁରୁଷକୁ ସେ ଦେଖୁଛନ୍ତି ଠିକ ଯେମିତି କ୍ଷୀର
ଧୁରନ୍ଧରଙ୍କର ଦାଢିଟେ ଅଛି ସେଇଭଳି ଇତ୍ୟାଦି ଇତ୍ୟାଦି। ଏବଂ ସେ ମା ଏବଂ ସେମାନଙ୍କୁ ପରେ କହୁଛନ୍ତି ଏଇ ଦି ଜଣଙ୍କୁ ତ ମୁଁ ଦେଖିଥିଲି ଆଉ ଏମାନେ ଯୁଦ୍ଧର ଗତିକୁ ବଦଳେଇ ଦଉଛନ୍ତି। ଏବଂ ସେ ଯୁଦ୍ଧ ଭୂମିରେ ଯୋଉ ନିପୀଡ଼ନ କଷ୍ଟ ଜର୍ମାନ ମାଡି ଆସୁଥିଲା ଏବଂ ତାର ଗତିକୁ ପ୍ରତିହତ କରି ଯୁଦ୍ଧର ଗତିକୁ ବଦଳେଇଛନ୍ତି ଏମାନେ। ବହିଟେ ବାହାରିଛି, ଆପଣ ମାନେ ଦେଖିବେ, ଅନଲାଇନରେ ମିଳୁଛି ହେଲା। ଏବଂ ସେଇ କଥା କହୁଛନ୍ତି କେତେ ଭାବରେ ମା ଅନୁଭବ କରିଛନ୍ତି ସେ ଯୁଦ୍ଧର ଭୟାନକ ଦୃଶ୍ୟ ଏବଂ ସଂଘର୍ଷ ସଂଗ୍ରାମ ଏବଂ ନିପୀଡ଼ନ। ସେଇ କଥା କହୁଛନ୍ତି। ଥରେ ଭାବି ଦେଖ ତ, ଗତ ମହାଯୁଦ୍ଧ ଅର୍ଥାତ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା କୁହାଯାଉଛି। ସେଇ ସବୁ ସୈନ୍ୟମାନେ କି ଅକଳନୀୟ କଷ୍ଟକର ପରିସ୍ଥିତିରେ ଯୁଦ୍ଧ କରୁଥିଲେ। ଆମର ଦୁଃଖ ଆମର କଷ୍ଟ କଣ ତାଠାରୁ ବେଶୀ? ତୁମକୁ ଯଦି ସେଇ ଧରଣର କଷ୍ଟ ସହ୍ୟ କରିବାକୁ ପଡିଥାନ୍ତା, ଆମେ ଥାଆନ୍ତୁ ଭାଇ ଭଉଣୀ ମାନେ, ତାହେଲେ ତୁମେ ବୁଝନ୍ତ ଯେ ତୁମର ଦୁଃଖ ଅସନ୍ତୋଷ ଗୁଡିକ କେଡେ ତୁଚ୍ଛ। ଗୋଟେ ଜିଓଗ୍ରାଫିକାଲ ଆନାଲିସିସ୍ ପଢୁଥିଲି ଭାଇ ଭଉଣୀ ମାନେ, ଆପଣମାନଙ୍କ ସହିତ ସେୟାର କରିବାକୁ ଇଚ୍ଛା ହଉଛି ମାଙ୍କର ଏଇ କଥାରୁ ଝିଅ ଧରି। ଆମେ ଏଠି ବହୁତ ଭଲରେ ଅଛୁ। ଥରେ ଚିନ୍ତା କରିବା ତ, ଯୋଉମାନେ ବରଫାବୃତ ଦେଶରେ ରହୁଛନ୍ତି, ସ୍ୱେଡେନ, ଡେନମାର୍କ, ଗ୍ରୀନଲ୍ୟାଣ୍ଡ, ନରୱେ, ସେସବୁ ଦେଶ କଥା ଟିକେ ଭାବିଲେ, ସେ ଲୋକ ତାଙ୍କ ଜୀବନରେ କେବେ କଣ ଘାସ କଣ ଦେଖି ନାହାନ୍ତି। ବର୍ଷ ତମା ଇଗ୍ଲୁରେ ରହନ୍ତି, ବରଫ ପାହାଡ ଭିତରେ ଷ୍ଟିଲ ମାଛ ଶିକାର କରିଥାନ୍ତି, କେତେ କଷ୍ଟରେ ରହନ୍ତି। ଆଉ ଟିକେ ଏପଟକୁ ଆସିବା, ଡେନମାର୍କ, ଫିନଲ୍ୟାଣ୍ଡ, ସେସବୁ ଦେଶରେ, ଏମିତିକି ଇଂଲଣ୍ଡ ମଧ୍ୟ, ଆମ ଭଳିଆ ବର୍ଷ ଯାକ ଚାଷ ସେଠି ହୁଏନି। ବର୍ଷ ଯାକ ବରଫାଚ୍ଛନ୍ନ, ମାତ୍ର 3-4 ମାସ ପାଗ ବଦଳେ, ସେତିକିବେଳେ ଯଦି ଚାଷ ନ କରିବ କହିଲା ହେଲା। ଆଚ୍ଛା, ସେ ଦୃଷ୍ଟିରୁ ଆମେ କେତେ ଭଲରେ ଅଛୁ। ଏବଂ ଏ ଭଲରେ ଅଛୁ ବୋଲି ଅସଲ ଚ୍ୟାଲେଞ୍ଜ ଯୋଉ ଜୀବନର, ତାକୁ ଆମେ ଏଠି ସାମ୍ନା କରିପାରୁ। ଆମେ ଗେଲବସର ହେଇଯାଇଛୁ ଏବଂ ଟିକିଏ କଣ ହେଲେ, ଫଟର ହେଲେ ଆମେ କମ୍ପ୍ଲେନ କରି ପକଉଛୁ। ସେଇ କଥା କହୁଛନ୍ତି, ଯଦି ଆମକୁ ପ୍ରକୃତରେ ବହୁତ କଷ୍ଟ କରିବାକୁ ପଡୁଥାନ୍ତା, କରୁନୁ, ଏତେ କଷ୍ଟ କରୁନୁ ଆମେ, ଆମର କି କଷ୍ଟ କି? ତ ହାତରୁ ନ ପଡିକି ବି ଆମ ମାଟିରେ ଗଛ ହେଇଯାଉଛି ଆପେ, ଉପାଡି ଉପାଡିକିରି ଆମର, ବୁଝିଲେ? ସେଠି ତ ଲଗେଇଲେ ବି ହଉନି। ଚିନ୍ତା କରନ୍ତୁ ଇସ୍ରାଏଲ କଥା, ସେଠି ବର୍ଷା ମୋଟେ ନାହିଁ। ଚିନ୍ତା କର ହେଲା। ତେଣୁ ତୁମକୁ ଯଦି ସେଇ ଧରଣର କଷ୍ଟ ସହ୍ୟ କରିବାକୁ ପଡିଥାନ୍ତା, ତାହେଲେ ତୁମେ ବୁଝନ୍ତ ତୁମର ଦୁଃଖ ଅସନ୍ତୋଷ ଗୁଡିକ କେଡେ ତୁଚ୍ଛ। If you realize the utter stillness of your dissatisfaction, ତେଣୁ ତୁଚ୍ଛ ତୁଚ୍ଛ କଥାରେ, ଟିକି ଟିକି କଥାରେ ଆମେ ଏତେ ଅପରିଷ୍ଣୁ କାହିଁକି ହେଇଯାଉଛୁ? ମା 2-3ଟା କଥା ଆମକୁ କହିଲେ। ଗୋଟେ କହିଲେ ଯେ ଆମ ଭିତରେ କିଏ ଅସନ୍ତୋଷ କାজ କରୁଛି ନା ଆମର ପ୍ରାଣ ଶକ୍ତି, ତାକୁ ଠାବ କରିବ, ତାକୁ ଏବଂ ଆମ କ୍ଷମତାକୁ ବଜାୟ ରଖିବ। ଏବଂ ଯେତେବେଳେ ବହୁତ କଷ୍ଟ କରୁଛୁ, ସେତେବେଳେ ମନେ ପକେଇବା ସତ କଥା କହୁଛୁ ଭାଇ। ଟିକେ ବର୍ଷା ହେଲା, ଆମ ଗଳିରେ ଟିକେ ପାଣି ହେଇଗଲା, ଚାଲିବା 5-7 ମିନିଟ ଟିକେ ଜୋର ବର୍ଷା ଚାଲିଗଲା। ସେତିକିବେଳେ ଦେଖେଇଲି ଲୋକମାନେ ଯୋଉମାନେ କହୁଥିଲେ ବର୍ଷା ହେଇଗଲା, ଅଧେ ଅଞ୍ଚଳ କୋଉଠି ଭାସୁଛି, ଆମେ କୃତଜ୍ଞତା ଜଣେଇବାନି ପ୍ରଭୁଙ୍କୁ, ଆମକୁ ପାଇପାରିଲୁନି, ଭାବିପାରୁଛୁ ଏତକ ନୁହଁ, ସାମାନ୍ୟ ବି ଲୋକ ପାଉନାହାନ୍ତି।
କିଛି କରୁଛୁ ଦେଇକିରି ଯେତେ ପ୍ରକାର ବ୍ୟବସ୍ଥା କରୁ ପ୍ରକୃତି ଆମ ପ୍ରକୃତରେ ଦୁର୍ବଳ ହୋଇଯାଉଛି ତାଦ୍ୱାରା ଇଗୋଇଷ୍ଟିକ ଅହଂ ହେଲା ଆମର ଖିଆଲି ବନ ଆମର ଅହକେନ୍ଦ୍ରିତ ବେଶୀ ପାଣି ପାଉଛି ହେଲା ଆମେ ତା ଏବଂ ସବୁବେଳେ ଜମା କରିଲେ ମିଜାଜ ରହିବା କୌଣସି କଥାରେ ଆପଣଙ୍କୁ ଉତ୍ପୀଡ଼ିତ ହେବାକୁ ଦବା ନାହିଁ ଯେମିତି ପ୍ରୋବ୍ଲେମ ଟା ବାହାରେ ଚାଲି ଯାଉଛି ତାକୁ ଡାକି ଆଣିକି ସେଥିରେ ରବେଇ ଖଦେଇ ହଉଛି ଇଏ କଣ ଦେବତା ଭଲରେ ରହ ବୋଲି କିନ୍ତୁ ଆମର ଯେମିତି ଇଚ୍ଛା ନାହିଁ ଭଲରେ ରହିବା ତେଣୁ ଇଏ ହଉଛି ଜୀବନ ଯନ୍ତ୍ରଣା ଆମ ସ୍ତରକୁ ଓହ୍ଲେଇ ଆସି ଆମେ କେମିତି ବାସ୍ତବରେ ନିରୁଦ୍ବିଗ୍ନ ଜୀବନ ଯାପନ କରିବୁ ଏବଂ ଆମ ଜୀବନ ଚର୍ଚ୍ଚାରେ ସମତା ବଜେଇ ରହିବୁ ଏହି କଥା ଆମକୁ ମାର୍ଗଦର୍ଶନ କରୁ ସେଥିପାଇଁ ମାଙ୍କ ପାଖରେ ଆମେ କୃତଜ୍ଞ ରହିବା ଭାଇ ସମୟ ସରି ଆସିଲାଣି ମୁଁ ଏଇଠି ରଖୁଛି ଆଉ ଆପଣମାନେ ଅପା ଖାଇ ଆଲୋଚନାକୁ ଆଗକୁ ନିଅନ୍ତୁ ଧନ୍ୟବାଦ ଭାଇ, ଆନ୍ତରିକ ଧନ୍ୟବାଦ ଆପଣଙ୍କୁ। ବହୁତ ସୁନ୍ଦର ଭାବରେ ଆପଣ ଆଲୋଚନା ରଖିଲେ। ଆଲୋଚନା ବହୁତ ମନସ୍ପର୍ଶୀ ଥିଲା। ଆପଣ ତ ବହୁତ ସୁନ୍ଦର ଭାବରେ ସବୁଦିନ ବିଶ୍ଳେଷଣ କରନ୍ତି ଭାଇ। ଧନ୍ୟବାଦ ଆପଣଙ୍କୁ, କୃତଜ୍ଞତା ଭରା ପ୍ରଣାମ ଜଣାଉଛି ଆପଣଙ୍କୁ। ଅନୁରୋଧ କରୁଛି ଧୀରେନ୍ଦ୍ର ଭାଇ ଦି ପଦ କିଛି କହିବେ। ଧୀରେନ୍ଦ୍ର ଭାଇ। ଆଜିର ସନ୍ଧ୍ୟା ଚିରନ୍ତନୀର ଆଉ ଏକ ସନ୍ଧ୍ୟା 125ତମ ବିଷୟ ସହିଷ୍ଣୁତାର ସାର କଥା। ଭାଇ ପ୍ରଥମରୁ ଆରମ୍ଭ କରିଥିଲେ ଯେ ଯେପରି କୌଣସି କଥାରେ ଅଭିଯୋଗ ନ କର ଏବଂ ଶେଷ କଥା ଆସିଲା ଯେ ତୁମେ ଯଦି ସେଇ ଧରଣର କଷ୍ଟ ତୁମକୁ ଭୋଗିବାକୁ ପଡନ୍ତା ତାହେଲେ ତୁମେ ବୁଝନ୍ତ ଯେ ତୁମର ଦୁଃଖ କେତେ ତୁଚ୍ଛ। ସେ ପ୍ରଥମରୁ କେତେ କେତେ ଉଦାହରଣ ଭିତରେ ଭାଇ ଏ ଆଲୋଚନାକୁ ଜୀବନ୍ତ କରିଛନ୍ତି ଯେ ଶ୍ରୀ ଅରବିନ୍ଦ ତାଙ୍କର ପଣ୍ଡିଚେରୀର ପ୍ରାକ୍ କାଳରେ କେତେ ଦୁଃଖ କେତେ ସମସ୍ୟା ଭିତରେ ଗତି କରିଛନ୍ତି। ଦିନେ ସେ ତ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ଏବଂ ତାଙ୍କ ପାଖରେ ଯୋଉମାନେ ଥିଲେ ସେମାନେ ମଧ୍ୟ ଠିକ ତାଙ୍କୁ ଅନୁସରଣ କରିଥିଲେ ଯେ ଗୋଟିଏ ଟାୱେଲରେ 7 ଜଣ ଗାଧେଇବା କଥା ଭାଇ କହୁଥିଲେ। ଜଣେ ଗାଧେଇ ସାରିଲେ ଆଉ ଜଣେ ଗାଧେଇବେ, ତାପରେ ଆଉ ଜଣେ ଗାଧେଇବେ, ଏମିତି ଗୋଟିଏ ଟାୱେଲ। ତେଣୁ ଏଇ ଯୋଉ ଚେତନାରେ ସେମାନେ ସବୁ ଆସିଥିଲେ ଶ୍ରୀ ଅରବିନ୍ଦଙ୍କ ସହିତ ଏକାତ୍ମ ହେଇଯାଇଥିଲେ। ସେମାନେ ଜାଣିଥିଲେ ଯେ ସେଇ ଭବିଷ୍ୟତର ଯୋଉ ଦିବ୍ୟଙ୍କର ଯୋଉ ଯୋଜନା, ତେଣୁ ତାଙ୍କୁ ଏ ସୁଯୋଗ ମିଳିଛି। କଷ୍ଟ ସହିବାକୁ ପଡିପାରେ, ଆମକୁ ସହିବାକୁ ହବ। ବିଷୟଟି ହଉଛି ସହିଷ୍ଣୁତାର ସାର କଥା। ସାର କଥା ଏହା ଯେ नो रिएक्शन, କେବେ ବି ପ୍ରତିକ୍ରିୟା ପ୍ରକାଶ କର ନାହିଁ, ପ୍ରତିକ୍ରିୟାଶୀଳ ହୁଅ ନାହିଁ।
ନୟନିକାନ୍ତ ଗୁପ୍ତ କଥା କହୁଥିଲି ଯେ ମା କହୁଥିଲେ ମୋର ଜଣେ ମାତ୍ର ସନ୍ତାନ ଯିଏକି ନଳିନୀ ଦିନେ କେବେ ପ୍ରତିକ୍ରିୟା ସେ ପ୍ରକାଶ କରିନାହିଁ ଏବଂ ପ୍ରାଣ ସତ୍ତା କଥା ବିଶେଷ ଭାବରେ ଏ ବିଷୟରେ ଦିଆଯାଇଛି। ଭାଇ ତାକୁ ତର୍ଜମା କରିଛନ୍ତି। ତିଳକୁ ତାଳ କରି ସେ କହିବାରେ ଧୁରନ୍ଧର, କିନ୍ତୁ ସମତା ବଜାୟ ରଖିବା କଥା କୁହାଯାଇଛି। ଆମ ଶରୀରଟି କେତେ ସୁନ୍ଦର ସମତା ବଜାଇ ରଖେ। ରକ୍ତ ବେଶୀ ହେଇଗଲେ ହାଇ ବ୍ଲଡ ପ୍ରେସର, କମିଗଲେ ଲୋ ବ୍ଲଡ ପ୍ରେସର ଏକ ସମତାରେ ରହିବ। ସୁଗାର ବେଶୀ ହେଇଗଲେ ଡାଇବେଟିସ୍ ହେଲାଣି, କମିଗଲେ ମଧ୍ୟ ବିପଦ, ଗୋଟେ ସମତାରେ ରହିବ। ଏବଂ ଆମର ଜୀବନ ମଧ୍ୟ ସେଇଭଳି ଦୁଃଖ କଷ୍ଟ ଯନ୍ତ୍ରଣା ଆସିବ, ସୁଖ ପ୍ରଶଂସା ସମ୍ମାନ ଇଏ ଆସିବ, କିନ୍ତୁ ସମତା ଭାବ ରହିବ। ସୁଖରେ ମୁଁ ଆତ୍ମଗର୍ବୀ ହେବି ନାହିଁ କି ଦୁଃଖରେ କାତର ହେବି ନାହିଁ। ତେଣୁ এই ସମତା ଗୁଣଟି ନିହାତି ପ୍ରୟୋଜନ, ଯାହାକି ମା ଏହା ଉପରେ ଅନେକ ଗୁରୁତ୍ୱ ଦେଇଛନ୍ତି। 1964 ମସିହାରେ କିଛି ସାଧକ ସାଧିକା ମାଙ୍କୁ ପ୍ରଶ୍ନ କରିଥିଲେ, ମା ଆମେ କିଛି ଜାଣିନୁ, ଆପଣଙ୍କ ପଦାଙ୍କ ଅନୁସରଣ କରୁଛୁ, ଇଏ ଯୋଉ ଅତି ମାନବର ରାସ୍ତା ପୂର୍ଣ୍ଣ ଯୁଗର ପଥ ଆମେ କେତେ ବା ଅଗ୍ରସର ହେଇଛୁ, କିନ୍ତୁ ମା ଗୋଟିଏ କଥା ଆମକୁ କହିବେ କି ସହଜତମ ରାସ୍ତା କିପରି ଜଣେ এই ରାସ୍ତାରେ ଗତି କରିପାରିବ, ସୁପରମ୍ୟାନ ଦିନେ ହେଇପାରିବ। ମା ଯେତେ ଗୁଡେ ପଏଣ୍ଟ କହିଥିଲେ ତା ଭିତରୁ ମୁଖ୍ୟ କଥାଟି ଥିଲା ସମତା। ତମ ଭିତରେ ସେଇ ସମତାର ଭାବଟା ହିଁ ରହିବ, ଆଉ ଚିରନ୍ତନୀ ଅତି ପ୍ରାଞ୍ଜଳ ଭାବରେ ଏସବୁ କଥାକୁ ଲେଖିଛନ୍ତି। ଏବଂ ଭାଇ ତ ବହୁ ଉଦାହରଣ ଦେଇ ବୁଝେଇଛନ୍ତି, ତେଣୁ ଆଉ ମଧ୍ୟ କିଛି କହିବାର ନାହିଁ। ଶେଷ ଆଡକୁ ଆସୁଥିଲେ ବିଭିନ୍ନ ଦେଶର କଥା କହୁଥିଲେ, ଶୀତ ପ୍ରଧାନ ଦେଶ, ବରଫ ଦେଶ, ତା ତୁଳନାରେ ଆମେ କେତେ ଖୁସିରେ ଅଛୁ, ଆମେ କେତେ ସ୍ୱଚ୍ଛନ୍ଦରେ ଅଛୁ। ବରଫ ଦେଶରେ ଘାସଟିଏ କଅଁଳେ ନାହିଁ। ବିଲାତ କଥା କହୁଥିଲେ, ଇଂଲଣ୍ଡ କଥା କହୁଥିଲେ, ଯୋଉଠି କି ପାଗ ଅନୁସାରେ ଥରେ ଚାଷ ସେଇ ସମୟରେ ହେଇପାରିବ। ତେଣୁ ଏଇଭଳି ଯଦି ଆମେ ଆମେ କାହିଁକି ଅଭିଯୋଗ ଫର୍ଦ୍ଦ ନେଇକି ପହଞ୍ଚି ଯାଉଛୁ, ଆମ ଭିତରେ କାହିଁକି ପ୍ରତିକ୍ରିୟା ଆସୁଛି। ତେଣୁ ବାରବାର ନିଜକୁ ପ୍ରଶ୍ନ କରିବା ଦରକାର, ମୁଁ କିଏ, ମୁଁ କାହିଁକି ଆସିଛି, ମୋର କର୍ତ୍ତବ୍ୟ କଣ, ଲକ୍ଷ୍ୟ ପଥର ମୁଁ ଦୂରେଇ ଯାଉନାହିଁ ତ। ଏଇ ମର୍ମରେ ଭାଇ ବହୁତ କଥା କହିଛନ୍ତି ଏବଂ ମା ଦିବ୍ୟ ଜନନୀ ଆଉ ଏଇ ଧାଡି ଭିତରେ କେତେ କେତେ କଥା ସବୁ ଭରି ରଖିଛନ୍ତି। ତେଣୁ ସମୟ ଗଡି ଯାଉଛି, ମୁଁ ଆଉ ଅଧିକ କଥା କହିବି ନାହିଁ। ମା କରୁଣାମୟୀ ସେ ଆମକୁ ଯୋଉ ଦିବ୍ୟ ପଥ ଦେଖେଇଛନ୍ତି, ଚାଲିବା ପାଇଁ ଆମ ଭିତରେ ଯୋଉ ସାହସିକତାର ଆବଶ୍ୟକ, ତାହା ହିଁ ଚିରନ୍ତନୀ ଆମକୁ ବାରବାର ଶିକ୍ଷା ଦିଏ। ଏବଂ ଭାଇ ବାରବାର ସେଇ କଥାକୁ ଆମ ଆଗରେ ଥୁଅନ୍ତି ଯେ ପ୍ରକୃତରେ ମା ଦିବ୍ୟ ଜନନୀ ସେ ନ ଆସିଥିଲେ ଆମେ ମାଙ୍କ ପାଖରେ କୃତଜ୍ଞତା ଆଦି ଜନ୍ମ ପାଖରେ ପ୍ରଭୁଙ୍କର ଜନ୍ମ ମାସ
ଆଜିର ଆଲୋଚନା ଯାହା ହେଇଛି ତେଣୁ ମୁଁ ମୋର ବକ୍ତବ୍ୟ ଏଠି ରଖୁଛି। ଆନ୍ତରିକ ଧନ୍ୟବାଦ ଆପଣଙ୍କୁ, ପ୍ରଣାମ। ପ୍ରିୟ ସୁନିତା ଅପାଙ୍କୁ ଭଗବତ ସେବକର ପ୍ରଭୁ ସେବନଙ୍କ ଚରଣରେ ମୁଁ କୋଟି କୋଟି ପ୍ରଣାମ। ପ୍ରାର୍ଥନା ଅନ୍ତରରେ କିଛି ଘଟାଏ, ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ହେଉ ତୋର ଇଚ୍ଛା, ତୋ ସମ୍ମୁଖରେ ଛିଡା ହୋଇ ଆମ ମାନଙ୍କୁ ସତ୍ତାର ପ୍ରତ୍ୟେକ ଅଙ୍ଗରେ ପ୍ରତ୍ୟେକ କର୍ମରେ ତୁଚ୍ଛତମ ପ୍ରତ୍ୟେକ କୋଷରେ ତୋଠାରେ ଆମମାନଙ୍କ ଯେପରି ସର୍ବାଙ୍ଗୀନ ଚିନ୍ତନ ଆମେମାନେ ଅନ୍ୟ ସବୁ କିଛି ପରିହାର କରି ସମ୍ପୂର୍ଣ୍ଣ ରୂପେ ତୋ ପ୍ରଭାବର ଆମେମାନେ କେବେ ହିଁ ଯେପରି ନ ଭୁଲୁ ତୋ ନିକଟରେ ଗଭୀର ଭାବରେ ନିବିଡ଼ ଭାବରେ କୃତଜ୍ଞ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁ ଆମମାନଙ୍କୁ ଯେ ଅପରୂପ ସମ୍ପଦ ସବୁ ଦାନ କରି ଯାଉଛୁ, ସେ ସବୁରୁ କିଛି ଯେପରି ଆମେମାନେ ଅପଚୟ ନ କରୁ। ଆମ ମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୋ କାର୍ଯ୍ୟରେ ସହଚର ହୁଏ, ସେ ସବୁ ଯେପରି ପ୍ରସ୍ତୁତ ଉଠନ୍ତି ତୋର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୋର। ତୋ ବିଜୟ ସକ୍ରିୟ ଆନ୍ତରିକ ପୂଜ୍ୟ ରବି ଭାଇ, ପୂଜ୍ୟ ଗିରୀନ୍ଦ୍ର ଭାଇ ଏବଂ ଆପଣମାନେ ସମସ୍ତେ ଯୋଉମାନେ ଉପସ୍ଥିତ, ସମସ୍ତଙ୍କୁ ପୁଣି ଥରେ ଶୁଭ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା। ସର୍ବଦା ମାଙ୍କ କୃପା ଛାୟା ପ୍ରାର୍ଥନା। ଧନ୍ୟବାଦ।